ଏଠାରେ ଆପଣଙ୍କ ଆଧାର ନମ୍ବରକୁ ଏଣ୍ଟର କରିଦିଅନ୍ତୁ। ଆଧାର ନମ୍ବରକୁ ଏଣ୍ଟର କରିସାରିଲା ପରେ ଆଧାର ଓଟିପି ଉପରେ ଟିକ୍ କରନ୍ତୁ। ହ୍ୟାଲୋ ଫ୍ରେଣ୍ଡ, ଆଜି ମୁଁ ଆପଣମାନଙ୍କୁ ଦେଖେଇବି ଆପଣମାନେ ନୂଆ ଭୋଟର କାର୍ଡ କିପରି ଆପ୍ଲାଏ କରିପାରିବେ। ତ 2024 ମସିହାରେ କିଛି ନୂଆ ନିୟମ ଆସିଛି, ସେଇଥିପାଇଁ ଆପଣମାନଙ୍କୁ ଏହି ଭିଡ଼ିଓରେ ମୁଁ ତାର ନୂଆ ପ୍ରୋସେସ ଦେଖେଇବି କିପରି ଆପ୍ଲାଏ କରିବେ, କ'ଣ କ'ଣ ଡକୁମେଣ୍ଟ ଲାଗିଛି, ଆପ୍ଲାଏ ପ୍ରୋସେସ କେମିତି ରହିଛି। ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ଟୋଟାଲି ପୁରା ଫୁଲ୍ କମ୍ପ୍ଲିଟ୍ ପ୍ରୋସେସ ଦେଖେଇବି। ତ ଚାଲନ୍ତୁ ଡେରି ନକରି ଆଜିର ଭିଡ଼ିଓକୁ ଷ୍ଟାର୍ଟ କରିବା। ପ୍ରଥମେ ତ ଆପଣ କୌଣସି ଏକ ବ୍ରାଉଜରକୁ ଖୋଲି ନିଅନ୍ତୁ, ଯେମିତି ମୁଁ କ୍ରୋମ୍ ବ୍ରାଉଜରକୁ ଖୋଲି ନେଇଛି। ତାପରେ ଏଠାରେ ସର୍ଚ୍ଚରେ ଭୋଟର ପୋର୍ଟାଲ କିମ୍ବା ଭୋଟର ଲେଖି ସର୍ଚ୍ଚ କରନ୍ତୁ। ତାପରେ ପ୍ରଥମରେ ଯେଉଁ ୱେବସାଇଟଟି ଆସୁଛି ତାହାରି ଉପରେ କ୍ଲିକ୍ କରନ୍ତୁ। ସେଇ ଲିଙ୍କ ଉପରେ କ୍ଲିକ୍ କରିସାରିଲା ପରେ ଦେଖନ୍ତୁ ଆପଣ ଭୋଟର ୱେବସାଇଟକୁ ଆସିଯିବେ। ଆସିସାରିଲା ପରେ ପ୍ରଥମେ ଯେହେତୁ ଆପଣ ଆସିଛନ୍ତି ନୂଆକି, ତ ଏଠାରେ ପ୍ରଥମେ ସାଇନ୍ ଅପ୍ କରିବା ପାଇଁ ପଡ଼ିବ। ତ ଦେଖନ୍ତୁ ଉପରେ ସାଇନ୍ ଅପ୍ ଅପସନ୍ ଅଛି, ତାହାରି ଉପରେ କ୍ଲିକ୍ କରନ୍ତୁ। ତାପରେ ଦେଖନ୍ତୁ ଆପଣ ସାଇନ୍ ଅପ୍ ଉପରେ କ୍ଲିକ୍ କରିସାରିଲା ପରେ ଏଠାରେ ମୋବାଇଲ ନମ୍ବରକୁ ଏଣ୍ଟର କରନ୍ତୁ। ତା ତଳେ ଇମେଲ ଆଡ୍ରେସକୁ ଏଣ୍ଟର କରନ୍ତୁ। ଇମେଲ ଆଡ୍ରେସ ଅପସନାଲ ଅଛି, ଆପଣ ଚାହିଁଲେ ଦେଇପାରିବେ, ନହେଲେ ସେମିତି ଛାଡ଼ି ଦିଅନ୍ତୁ। ତାପରେ କ୍ୟାପଚାକୁ ଏଣ୍ଟର କରିକି କଣ୍ଟିନ୍ୟୁ ଉପରେ କ୍ଲିକ୍ କରନ୍ତୁ। ତାପରେ ଦେଖନ୍ତୁ କଣ୍ଟିନ୍ୟୁ ଉପରେ କ୍ଲିକ୍ କରିସାରିଲା ପରେ ଏଠାରେ ଆପଣଙ୍କ ନାମ ଏଣ୍ଟର କରିବା ପାଇଁ କହିଛି। ତ ଫାର୍ଷ୍ଟ ନାମ ଜାଗାରେ ଫାର୍ଷ୍ଟ ନାଁକୁ ଦିଅନ୍ତୁ, ଲାଷ୍ଟ ନେମ୍ ଜାଗାରେ ଲାଷ୍ଟ ନାଁକୁ ଆପଣ ଲେଖିଦିଅନ୍ତୁ। ଯଦି ଆପଣଙ୍କର ମିଡିଲ ନେମ୍ ବି ଅଛି ତାହେଲେ ଆପଣ ଫାର୍ଷ୍ଟ ନେମ୍ ଜାଗାରେ ହିଁ ସେ ମିଡିଲ ନେମ୍କୁ ଲେଖନ୍ତୁ। ଯେମିତି ଏଠାରେ ହାସିନା ନାୟକ ଗୋଟେ ଦିଆହେଇଛି, ତ ଆପଣଙ୍କର ଯଦି ମିଡିଲ ନେମ୍ ଥିବ ତାହେଲେ ହାସିନା ଲେଖି ସ୍ପେସ୍ ଦିଅନ୍ତୁ। ତାପରେ ଆପଣଙ୍କର ମିଡିଲ ନେମ୍କୁ ଲେଖିଦିଅନ୍ତୁ। ଲାଷ୍ଟ ନାମ ଜାଗାରେ ଆପଣଙ୍କ ଟାଇଟଲକୁ ହିଁ ଲେଖିଦିଅନ୍ତୁ। ଓଟିପି ଦେଇ ଭେରିଫାଇ ଉପରେ କ୍ଲିକ୍ କରନ୍ତୁ। କ୍ଲିକ୍ କରିସାରିଲା ପରେ ଆପଣଙ୍କ ରେଜିଷ୍ଟର ସକ୍ସେସଫୁଲି ହେଇଯିବ। ତାପରେ ଲଗ୍ଇନ୍ ଉପରେ କ୍ଲିକ୍ କରନ୍ତୁ। ତାପରେ ଲଗ୍ଇନ୍ ଉପରେ କ୍ଲିକ୍ କରିସାରିଲା ପରେ ଆପଣ ଲଗ୍ଇନ୍ ପେଜକୁ ଆସିଯିବେ। ଏଠାରେ ଆପଣ ରେଜିଷ୍ଟର ମୋବାଇଲ ନମ୍ବରକୁ ପୁଣି ଏଣ୍ଟର କରନ୍ତୁ। ଯେଉଁ ରେଜିଷ୍ଟ୍ରେସନ ଟାଇମରେ ସାଇନ୍ ଅପ୍ କଲାବେଳେ ଯେଉଁ ମୋବାଇଲ ନମ୍ବର ଦେଇଥିଲେ ସେ ମୋବାଇଲ ନମ୍ବରକୁ ଏଣ୍ଟର କରନ୍ତୁ। ତାପରେ ତା ତଳକୁ ଯେଉଁ କ୍ୟାପଚା ଅଛି ତାହାକୁ ଏଣ୍ଟର କରନ୍ତୁ। ପୁଣି ଥରେ ରିକ୍ୱେଷ୍ଟ ଓଟିପି ଉପରେ କ୍ଲିକ୍ କରନ୍ତୁ। ତାପରେ ଆପଣଙ୍କ ମୋବାଇଲ ନମ୍ବରକୁ ଓଟିପି ଗୋଟେ ଯାଇଥିବ, ସେ ଓଟିପିକୁ ଏଠାରେ ଦେଖିକି ଭଲ ଭାବରେ ଭରି ଦିଅନ୍ତୁ। ତାପରେ ଭେରିଫାଇ ଆଣ୍ଡ ଲଗ୍ଇନ୍ ଉପରେ କ୍ଲିକ୍ କରନ୍ତୁ। ଏହାପରେ ଦେଖନ୍ତୁ ଆମେ ଭୋଟର ସର୍ଭିସ ପୋର୍ଟାଲରେ ଆମେ ସକ୍ସେସଫୁଲି ଲଗ୍ଇନ୍ ହେଇଯାଇଛେ। ହେଇସାରିଲା ପରେ ଦେଖନ୍ତୁ ଏଠାରେ ବହୁତ ସାରା ଅପସନ୍ ରହିଛି। ନ୍ୟୁ ଭୋଟର ରେଜିଷ୍ଟ୍ରେସନ, ଆଉ ଗୋଟେ ଦେଖନ୍ତୁ ତା ସାଇଡରେ ଅଛି ଏନ୍ଆରଆଇ ଅପସନଟି ବି, ନ୍ୟୁ ଭୋଟର ରେଜିଷ୍ଟ୍ରେସନ ଏନ୍ଆରଆଇ। ଏଠାରେ ଆମେ ଖାଲି ଫର୍ମ 6 ଉପରେ କ୍ଲିକ୍ କରିବା। ନ୍ୟୁ ଭୋଟର ରେଜିଷ୍ଟ୍ରେସନ ଯେଉଁ ଫର୍ମ 6 ଅଛି ଏହାରି ଉପରେ କ୍ଲିକ୍ କରିବା। ଏନ୍ଆରଆଇ ଭୋଟର ରେଜିଷ୍ଟ୍ରେସନ ହେଉଛି ଯଦି ଆପଣ ଇଣ୍ଡିଆ ବାହାରେ ରହୁଛନ୍ତି ତାହେଲେ ଏନ୍ଆରଆଇ ଅପସନକୁ ଚୁଜ୍ କରିପାରିବେ। ଯେହେତୁ ଆମେ ଇଣ୍ଡିଆ ଭିତରେ ରହିକି ଭୋଟର ଆପ୍ଲାଏ କରୁଛେ ତ ଆମେ ଫର୍ମ 6କୁ ଆପ୍ଲାଏ କରିବା। ଫିଲ୍ ଫର୍ମ 6 ଯେଉଁ ଲେଖା ହେଇଛି ଆମେ ତାହାରି ଉପରେ କ୍ଲିକ୍ କରିବା। କ୍ଲିକ୍ କରିସାରିଲା ପରେ ଦେଖନ୍ତୁ ଆମେ ଫର୍ମ 6 ଭିତରକୁ ଆସିଯାଇଛେ। ଆସିସାରିଲା ପରେ ଏଠାରେ ଷ୍ଟେଟ୍ ଯେଉଁ ଲେଖା ହେଇଛି ଷ୍ଟେଟ୍କୁ ପ୍ରଥମେ ସିଲେକ୍ଟ କରିବା। ତାପରେ ତା ସାଇଡରେ ଯେଉଁ ଡିଷ୍ଟ୍ରିକ୍ଟ ଅଛି ଆମେ ଡିଷ୍ଟ୍ରିକ୍ଟକୁ ସିଲେକ୍ଟ କରିବା। ତା ତଳକୁ ଦେଖନ୍ତୁ ଏଠାରେ ଆପଣଙ୍କର ଆସେମ୍ବଲିକୁ ସିଲେକ୍ଟ କରିବା ପାଇଁ ପଡ଼ିବ। ବିଧାନସଭା ଯେଉଁଠି ଅଛି ସିଲେକ୍ଟ କରନ୍ତୁ। ତ ଆପଣ ସେଠାରେ କ୍ଲିକ୍ କଲେ ଆପଣଙ୍କ ଅଞ୍ଚଳରେ ଆପଣଙ୍କ ଡିଷ୍ଟ୍ରିକ୍ଟରେ ଯେତେ ସବୁ ବିଧାନସଭା ବା ଆସେମ୍ବଲି ଅଛି ସବୁ ଅପସନ୍ ଆସିଯିବ। ତ ଆପଣଙ୍କ ବିଧାନସଭା ଦେଖିକି ଆପଣ ସେଠାରେ ସିଲେକ୍ଟ କରନ୍ତୁ। ତାପରେ ଆପଣ ନେକ୍ସଟ ଉପରେ କ୍ଲିକ୍ କରନ୍ତୁ। ତାପରେ ଏଠାରେ ଆପଣଙ୍କର ପର୍ସନାଲ ଡିଟେଲ୍ସ ମାଗିଛି, ଆପଣଙ୍କ ନାଁ, ଆପଣଙ୍କ ଫଟୋ ଅପଲୋଡ଼ କରିବା ପାଇଁ କହିଛି। ତ ଏଠାରେ ଦେଖନ୍ତୁ ଫାର୍ଷ୍ଟ ନେମ୍ ଯେଉଁ ଅଛି ଏଠାରେ ଆପଣଙ୍କ ଫାର୍ଷ୍ଟ ନେମ୍ ଦେଇ ଦିଅନ୍ତୁ। ତ ଯଦି ଆପଣଙ୍କ ଫାର୍ଷ୍ଟ ନେମ୍ ସହିତ ମିଡିଲ ନେମ୍ ବି ଅଛି ତାହେଲେ ଫାର୍ଷ୍ଟ ନେମ୍ ଜାଗାରେ ଏ ମିଡିଲ ନେମ୍କୁ ସ୍ପେସ୍ ଦେଇକି ଦେଇ ଦିଅନ୍ତୁ। ମୁଁ ପ୍ରଥମରେ ଆପଣଙ୍କୁ ଯେମିତି କହିଥିଲି ମିଡିଲ ନେମ୍ ଦେବା ପାଇଁ ଆପଣମାନେ ସେହିପରିକା ମିଡିଲ ନେମ୍କୁ ଆପଣଙ୍କ ଭରି ଦିଅନ୍ତୁ। ତାପରେ ସରନାମ ଜାଗାରେ ଆପଣଙ୍କ ଲାଷ୍ଟ ନେମ୍କୁ ଦେଇ ଦିଅନ୍ତୁ, ଆପଣଙ୍କ ଟାଇଟେଲକୁ ଏଠାରେ ଦେଇ ଦିଅନ୍ତୁ। ଦେଇସାରିଲା ପରେ ଏଠାରେ ଆପଣଙ୍କୁ ଫଟୋ ଅପଲୋଡ଼ କରିବା ପାଇଁ ପଡ଼ିବ। ତ ଆପଣଙ୍କ ଫଟୋ ସାଇଜ୍ ଦେଖନ୍ତୁ 4.5 ସେଣ୍ଟିମିଟର ଇଣ୍ଟୁ 3.5 ସେଣ୍ଟିମିଟରରେ ହିଁ ମାଗିଛି। ଆଉ ଫଟୋର ସାଇଜ୍ 2 MB ଭିତରେ ହେଇଥିବା ଦରକାର। ଚୁଜ୍ ଫାଇଲ୍ ଉପରେ କ୍ଲିକ୍ କରନ୍ତୁ ଓ ଫଟୋକୁ ଅପଲୋଡ଼ କରନ୍ତୁ। ଫଟୋ ଅପଲୋଡ଼ ହେଇସାରିଲା ପରେ ଦେଖନ୍ତୁ ଆପଣଙ୍କ ସାମ୍ନାରେ ଏମିତି କିଛି ଆସିଯିବ। ଏଠାରେ ସେଭ୍ ଉପରେ କ୍ଲିକ୍ କରନ୍ତୁ। କ୍ଲିକ୍ କରିସାରିଲା ପରେ ଓକେରେ କ୍ଲିକ୍ କରନ୍ତୁ। ତାପରେ ନେକ୍ସଟ ଉପରେ କ୍ଲିକ୍ କରନ୍ତୁ। ତାପରେ ଏଠାରେ ତାଙ୍କର ରିଲେଟିଭର କାହାର ବି ନାଁ ଗୋଟେ ଦେବା ପାଇଁ ପଡ଼ିବ, ଯେମିତିକି ହେଲା ଫାଦର, ମଦର, ହଜବେଣ୍ଡ, ୱାଇଫ୍ କି ଅଦର ଲିଗାଲ ଗାର୍ଡିଆନ ଯଦି କିଛି ଅଛନ୍ତି ତାହେଲେ ତାଙ୍କ ନାଁ ବି ଦେବା ପାଇଁ ପଡ଼ିବ। ତ ଯେହେତୁ ତାଙ୍କର ବାପା ନାଁ ଭୋଟର କାର୍ଡରେ ରଖିବା ପାଇଁ ଚାହୁଁଛନ୍ତି ତ ମୁଁ ଫାଦରକୁ ସିଲେକ୍ଟ କରିଛି ଓ ଏଠାରେ ତାଙ୍କର ବାପା ନାଁକୁ ଏଣ୍ଟର କରିଦେଇଛି। ଏଠାରେ ଦେଖନ୍ତୁ ତାଙ୍କ ବାପାର ମିଡିଲ ନେମ୍ ବି ମଧ୍ୟ ରହିଛି। ତ ମୁଁ ଫାର୍ଷ୍ଟ ନେମ୍ରେ ହିଁ ତାଙ୍କ ବାପା ନାଁକୁ ଦେଖନ୍ତୁ ସ୍ପେସ୍ ଦେଇକି ମିଡିଲ ନେମ୍ ଲେଖିଦେଇଛି। ତାପରେ ସର ନେମ୍ରେ ତାଙ୍କ ଟାଇଟେଲକୁ ଦେଖନ୍ତୁ ଲେଖିଦେଇଛି। ତାପରେ ଆପଣ ଲେଖି ସାରିଲା ପରେ ନେକ୍ସଟ ଉପରେ କ୍ଲିକ୍ କରନ୍ତୁ। ଏହାପରେ ଦେଖନ୍ତୁ କଣ୍ଟାକ୍ଟ ଡିଟେଲ୍ସ ଆସିଯାଇଛି। ଏଠାରେ ଆପଣଙ୍କୁ ମୋବାଇଲ ନମ୍ବରକୁ ଦେବା ପାଇଁ ପଡ଼ିବ। ଯଦି ଆପଣ ନିଜର ମୋବାଇଲ ନମ୍ବର ଦେଉଛନ୍ତି ତାହେଲେ ସେଲ୍ଫ ଉପରେ କ୍ଲିକ୍ କରନ୍ତୁ ଓ ଏଠାରେ ମୋବାଇଲ ନମ୍ବରକୁ ଏଣ୍ଟର କରନ୍ତୁ। ଯଦି ଆପଣ ରିଲେଟିଭ୍ କାହାର ମା ବାପା କି ଭାଇ ଭଉଣୀ କାହାର ବି ଦେଉଛନ୍ତି ତାହେଲେ ରିଲେଟିଭ୍ ଉପରେ କ୍ଲିକ୍ କରିକି ଏଠାରେ ତାଙ୍କର ମୋବାଇଲ ନମ୍ବରକୁ ଦେଇ ଦିଅନ୍ତୁ।
ତା ତଳକୁ ଦେଖନ୍ତୁ ଇମେଲ୍ ଆଇଡି ପଚାରିଛି, ତ ଆପଣ ଏହା ମ୍ୟାଣ୍ଡେଟୋରୀ ନୁହେଁ, ଆପଣ ଚାହିଁଲେ ଦେଇପାରିବେ, ନହେଲେ ତାହାକୁ ସେମିତି ବ୍ଲାଙ୍କ ଛାଡ଼ି ଦିଅନ୍ତୁ। ତାପରେ ନେକ୍ସଟ ଉପରେ କ୍ଲିକ୍ କରନ୍ତୁ। ନେକ୍ସଟ ଉପରେ କ୍ଲିକ୍ କରିସାରିଲା ପରେ ଦେଖନ୍ତୁ ଏଠାରେ ଜେଣ୍ଡର ଆସିଯାଇଛି, ତ ଆପଣ ଏଠାରେ ଆପଣଙ୍କ ଜେଣ୍ଡର ମେଲ୍ କିମ୍ବା ଫିମେଲ୍ ଚୁଜ୍ କରିନିଅନ୍ତୁ। ତାପରେ ନେକ୍ସଟ ଉପରେ କ୍ଲିକ୍ କରନ୍ତୁ। ନେକ୍ସଟ କରିସାରିଲା ପରେ ଦେଖନ୍ତୁ ଏଠାରେ ଡେଟ୍ ଅଫ୍ ବାର୍ଥ ଡିଟେଲ୍ସ ଆସିଯାଇଛି, ତ ଆପଣ ଏଠାରେ ଆପଣଙ୍କ ଡେଟ୍ ଅଫ୍ ବାର୍ଥକୁ ଏଣ୍ଟର କରିଦିଅନ୍ତୁ। ତାପରେ ଡକୁମେଣ୍ଟ ପ୍ରୁଫ୍ ଉପରେ କ୍ଲିକ୍ କରନ୍ତୁ। କ୍ଲିକ୍ କରିସାରିଲା ପରେ ଏଠାରେ ସିଲେକ୍ଟ ଡକୁମେଣ୍ଟ ଉପରେ କ୍ଲିକ୍ କରନ୍ତୁ। ତାପରେ ଆପଣ ଡେଟ୍ ଅଫ୍ ବାର୍ଥ ପ୍ରୁଫ୍ ହିସାବରେ ଯେଉଁ ଡକୁମେଣ୍ଟ ଦେଉଛନ୍ତି ସେ ଡକୁମେଣ୍ଟକୁ ଏଠାରେ ଚୁଜ୍ କରନ୍ତୁ। ଚୁଜ୍ ଫାଇଲ୍ ଉପରେ କ୍ଲିକ୍ କରିକି ଡକୁମେଣ୍ଟକୁ ଅପଲୋଡ଼ କରନ୍ତୁ। ଡକୁମେଣ୍ଟ ସାଇଜ୍ 2 MB ଭିତରେ ହେଇଥିବା ଦରକାର। JPG, PNG, PDF ଆପଣ ଫର୍ମାଟରେ ଅପଲୋଡ଼ କରିପାରିବେ। ତାପରେ ନେକ୍ସଟ ଉପରେ କ୍ଲିକ୍ କରନ୍ତୁ। ତାପରେ ଦେଖନ୍ତୁ ପ୍ରେଜେଣ୍ଟ ଆଡ୍ରେସ୍ ଡିଟେଲ୍ସ ଆସିଯାଇଛି, ତ ପ୍ରଥମରେ ଆପଣଙ୍କ ଘର ନମ୍ବରକୁ ଏଠାରେ ସିଲେକ୍ଟ କରନ୍ତୁ। ତାପରେ ଷ୍ଟ୍ରିଟ୍ ଏରିଆ ଲୋକାଲିଟି ଅଛି, ତାହାରି ଉପରେ ଆପଣଙ୍କ ଗାଁ ନାଁକୁ ଏଣ୍ଟର କରିଦିଅନ୍ତୁ। ତାପରେ ଭିଲେଜ ଟାଉନ୍ ଅଛି, ତାହାରି ଉପରେ ବି ଆପଣଙ୍କ ଗାଁ ନାଁକୁ ଏଣ୍ଟର କରିଦିଅନ୍ତୁ। ତା ତଳକୁ ଦେଖନ୍ତୁ ପୋଷ୍ଟ ଅଫିସ୍ ଅଛି, ଏଠାରେ ଆପଣଙ୍କ ପୋଷ୍ଟ ଅଫିସକୁ ଏଣ୍ଟର କରିଦିଅନ୍ତୁ। ତାପରେ ଆପଣଙ୍କ ପିନକୋଡ଼କୁ ଏଠାରେ ଏଣ୍ଟର କରିଦିଅନ୍ତୁ। ତାପରେ ଏଠାରେ ତହସିଲ ତାଲୁକା ମାଗିଛି, ଏଠାରେ ଆପଣ ଆପଣଙ୍କ ତହସିଲକୁ ଏଣ୍ଟର କରିଦିଅନ୍ତୁ। ତା ତଳକୁ ଡିଷ୍ଟ୍ରିକ୍ଟକୁ ସିଲେକ୍ଟ କରିଦିଅନ୍ତୁ। ଷ୍ଟେଟ୍ଟି ଅଟୋମେଟିକ୍ ସିଲେକ୍ଟ ହେଇଥିବ, ଯଦି ସିଲେକ୍ଟ ହୋଇନଥିବ ତାହେଲେ ଆପଣ ମାନୁଆଲି ସିଲେକ୍ଟ କରିଦିଅନ୍ତୁ। ତାପରେ ଏଠାରେ ଡକୁମେଣ୍ଟ ପ୍ରୁଫ୍ ହିସାବରେ ଆପଣ ଆପଣଙ୍କ ଯାହା ବି ଡକୁମେଣ୍ଟ ଦେଉଛନ୍ତି ସେ ଡକୁମେଣ୍ଟକୁ ଏଠାରେ ସିଲେକ୍ଟ କରନ୍ତୁ। ଯେହେତୁ ମୁଁ ଆଧାରକୁ ଆଡ୍ରେସ୍ ପ୍ରୁଫ୍ ହିସାବରେ ଦେଉଛି, ତ ମୁଁ ଆଧାରକୁ ହିଁ ସିଲେକ୍ଟ କରିଦେଉଛି। ତାପରେ ଚୁଜ୍ ଫାଇଲ୍ ଉପରେ କ୍ଲିକ୍ କରିକି ଆଧାର କାର୍ଡ଼କୁ ପୁଣି ଥରେ ଅପଲୋଡ଼ କରିଦିଅନ୍ତୁ। ତାପରେ ନେକ୍ସଟ ଉପରେ କ୍ଲିକ୍ କରନ୍ତୁ। ଏହାପରେ ଦେଖନ୍ତୁ ଏଠାରେ ଆପଣଙ୍କ ଡିସାବିଲିଟି କାଟାଗୋରୀ ଆସିଯାଇଛି। ଏହା ଅପସନାଲ ଅଛି, ଯଦି ଆପଣ କିଛି ଅଛନ୍ତି ତାହେଲେ ଏହାକୁ ଦେଇପାରିବେ, ନହେଲେ ସେମିତି ନେକ୍ସଟ ଉପରେ କ୍ଲିକ୍ କରିଦିଅନ୍ତୁ। ତାପରେ ଦେଖନ୍ତୁ ଏଠାରେ ଫ୍ୟାମିଲି ମେମ୍ବର ଡିଟେଲ୍ସ ଆସିଯାଇଛି, ତ ଆପଣ ଏଠାରେ ଚାହିଁଲେ ଆପଣଙ୍କ ଫ୍ୟାମିଲି ମେମ୍ବର ଡିଟେଲ୍ସ ଦେଇପାରିବେ, ନହେଲେ ଏହାକୁ ଏମିତି ନେକ୍ସଟ କରିଦିଅନ୍ତୁ। ଏହାପରେ ଦେଖନ୍ତୁ ଏଠାରେ ଡିକ୍ଲାରେସନ ଆସିଯାଇଛି, ତ ଏଠାରେ ପ୍ରଥମେ ଆପଣଙ୍କ ଭିଲେଜ ନାଁକୁ ଟାଇପ୍ କରିଦିଅନ୍ତୁ। ତାପରେ ଷ୍ଟେଟ୍ ସିଲେକ୍ଟ କରିଦିଅନ୍ତୁ। ତାପରେ ଡିଷ୍ଟ୍ରିକ୍ଟକୁ ସିଲେକ୍ଟ କରିଦିଅନ୍ତୁ। ଏହାପରେ ଏଠାରେ ଦେଖନ୍ତୁ ଆପଣଙ୍କୁ ସେଇ ଜାଗାରେ ରହିବାର କେତେ ବର୍ଷ କେତେ ମାସ ହେଲାନି ତାହା ଏଠାରେ ସିଲେକ୍ଟ କରିଦିଅନ୍ତୁ। ଯଦି ଆପଣ ବିବାହିତ ମହିଳା ଅଟନ୍ତି ତାହେଲେ ଆପଣଙ୍କ ବାହାଘର ବର୍ଷରୁ କେତେ ବର୍ଷ ହେଲାନି ଏଠାରେ ଆପଣଙ୍କୁ ଇୟର ଆଉ ମନ୍ଥ ସିଲେକ୍ଟ କରିଦିଅନ୍ତୁ। ତାପରେ ପ୍ଲେସ୍ରେ ଆପଣଙ୍କ ଗାଁ ନାଁକୁ ଏଣ୍ଟର କରିଦିଅନ୍ତୁ। ଏଠାରେ ଡେଟ୍ ଅଟୋମେଟିକ୍ ଆସିଯାଇଥିବ ଯେଉଁ ଡେଟ୍ରେ ଆପ୍ଲାଏ କରୁଛନ୍ତି। ତାପରେ ନେକ୍ସଟ ଉପରେ କ୍ଲିକ୍ କରନ୍ତୁ। ଏଠାରେ କ୍ୟାପ୍ଚାକୁ ଏଣ୍ଟର କରିଦିଅନ୍ତୁ। କ୍ୟାପ୍ଚାକୁ ଏଣ୍ଟର କରିସାରିଲା ପରେ ସେଣ୍ଡ OTP ଉପରେ କ୍ଲିକ୍ କରନ୍ତୁ। ତାପରେ ଆପଣଙ୍କ ମୋବାଇଲ ନମ୍ବରକୁ ଗୋଟେ OTP ଆସିବ, ସେ OTPକୁ ଏଠାରେ ଏଣ୍ଟର କରିକି ପ୍ରିଭ୍ୟୁ ଆଣ୍ଡ ସବମିଟ୍ ଉପରେ କ୍ଲିକ୍ କରନ୍ତୁ। ତାପରେ ଆପଣଙ୍କ ସାମ୍ନାରେ ଏମିତି କିଛି ଆପଣଙ୍କ ଫର୍ମ ଆସିଯାଇଥିବ, ତ ଆପଣ ଯାହା ଡିଟେଲ୍ସ ଦେଇଛନ୍ତି ସେ ଫର୍ମକୁ ଭଲ ଭାବରେ ଥରେ ଦେଖିଦିଅନ୍ତୁ ସବୁ ଡିଟେଲ୍ସ ଠିକ୍ ଅଛି କି ନାହିଁ। ଯଦି ସବୁ କିଛି ଠିକ୍ ଅଛି ତାହେଲେ ଇ ସାଇନ୍ ଆଣ୍ଡ ସବମିଟ୍ ଉପରେ କ୍ଲିକ୍ କରନ୍ତୁ। ଯଦି କିଛି ଭୁଲ ଥାଏ ତାହେଲେ କିପ୍ ଏଡିଟିଂ ଯେଉଁ ଅଛି ଅପସନ୍ ତାହାରି ଉପରେ କ୍ଲିକ୍ କରନ୍ତୁ। ତାପରେ ୟେସ୍ ଉପରେ କ୍ଲିକ୍ କରନ୍ତୁ। ଏହାପରେ ଆପଣଙ୍କ ସାମ୍ନାରେ ଏମିତି କିଛି ଆସିଯିବ, ଆପଣଙ୍କୁ ଏଠାରେ ଇ ସାଇନ୍ ବା ଇ ଅଥେଣ୍ଟିକେସନ୍ କରିବା ପାଇଁ ପଡ଼ିବ। ଏଠାରେ ଆପଣଙ୍କ ଆଧାର ନମ୍ବରକୁ ଏଣ୍ଟର କରିଦିଅନ୍ତୁ। ଆଧାର ନମ୍ବରକୁ ଏଣ୍ଟର କରିସାରିଲା ପରେ ଆଧାର OTP ଉପରେ ଟିକ୍ କରନ୍ତୁ। ତାପରେ ସେଣ୍ଡ OTP ଉପରେ କ୍ଲିକ୍ କରନ୍ତୁ। ଆପଣଙ୍କ ଆଧାର ସହିତ ରେଜିଷ୍ଟର ଥିବ ମୋବାଇଲ ନମ୍ବରକୁ ଗୋଟେ OTP ଆସିବ, ସେ ମୋବାଇଲ ନମ୍ବରର OTPକୁ ଏଠାରେ ଏଣ୍ଟର କରିଦିଅନ୍ତୁ। ତାପରେ ସବମିଟ୍ ଉପରେ କ୍ଲିକ୍ କରନ୍ତୁ। କ୍ଲିକ୍ କରିସାରିଲା ପରେ ଦେଖନ୍ତୁ ଆପଣଙ୍କ ସାମ୍ନାରେ ଏମିତି କିଛି ଆସିଯିବ। ଏହି ପେଜ୍ଟିକୁ ଆପଣ ସ୍କ୍ରିନଶଟ୍ କିମ୍ବା ପ୍ରିଣ୍ଟ କରିକି ରଖନ୍ତୁ। ଏଠାରେ ଯେଉଁ ନମ୍ବର ଅଛି ଏହା ଆପଣଙ୍କର ଆକ୍ନୋଲେଜମେଣ୍ଟ ନମ୍ବର। ଏହି ନମ୍ବରଟି ଯେତେବେଳେ ଆପଣଙ୍କର ଭୋଟର କାର୍ଡ଼ ହେଇଯିବ ଡାଉନଲୋଡ୍ କରିବା ବେଳକୁ ଏହି ନମ୍ବର ଦରକାର ହେବ। ଯଦି ମେସେଜରେ ଆପଣଙ୍କ ପାଖକୁ ଭୋଟର କାର୍ଡ଼ ନମ୍ବର ଆସିନି ତାହେଲେ ଏହି ନମ୍ବର ମାଧ୍ୟମରେ ବି ଆପଣ ଡାଉନଲୋଡ୍ କରିପାରିବେ ଭୋଟର କାର୍ଡ଼। ସେଇଥିପାଇଁ ଏହି ନମ୍ବରକୁ ସେଭ୍ କରିକି ରଖନ୍ତୁ। ଭୋଟର କାର୍ଡ଼ ହେଇସାରିଲା ପରେ ଆପଣ ଡାଉନଲୋଡ୍ କେମିତି କରିବେ ଚାଲନ୍ତୁ ମୁଁ ଆପଣଙ୍କୁ ଏଠାରେ କହିଦେଉଛି। ତ ଆପଣ EPK ଡାଉନଲୋଡ୍ ଯେଉଁ ଲେଖା ହେଇଛି ତାହାରି ଉପରେ କ୍ଲିକ୍ କରିବେ। ସେଠାରେ କ୍ଲିକ୍ କରିସାରିଲା ପରେ ଆପଣଙ୍କ ସାମ୍ନାରେ ଏମିତି କିଛି ଆସିଯିବ। ଯଦି ଏହି ମେସେଜରେ ଆପଣଙ୍କ ଭୋଟର କାର୍ଡ଼ ନମ୍ବରଟି ଆପଣଙ୍କ ପାଖକୁ ଆସିଯାଇଛି ତାହେଲେ EPK ନମ୍ବର ଉପରେ କ୍ଲିକ୍ କରିକି ଏଠାରେ ଆପଣଙ୍କ ଭୋଟର କାର୍ଡ଼ ନମ୍ବରକୁ ଏଣ୍ଟର କରନ୍ତୁ। ତାପରେ ଷ୍ଟେଟ୍କୁ ସିଲେକ୍ଟ କରି ସର୍ଚ୍ଚ ଉପରେ କ୍ଲିକ୍ କରନ୍ତୁ। ଆପଣଙ୍କ ଭୋଟର ଡିଟେଲ୍ସ ଆସିଯିବ, ତାହା ଡାଉନଲୋଡ୍ କରିପାରିବେ। ଯଦି ଆପଣଙ୍କ ପାଖକୁ ମେସେଜ ମାଧ୍ୟମରେ ଭୋଟର କାର୍ଡ଼ ନମ୍ବରଟି ଆସିନି ତାହେଲେ ଫର୍ ରେଫରେନ୍ସ ନମ୍ବର ଉପରେ କ୍ଲିକ୍ କରନ୍ତୁ। ଏଠାରେ ଆପଣଙ୍କ ରେଫରେନ୍ସ ନମ୍ବରକୁ ଏଣ୍ଟର କରନ୍ତୁ। ମୁଁ ଆପଣଙ୍କୁ ଆକ୍ନୋଲେଜମେଣ୍ଟ ଫର୍ମଟି ସେଭ୍ କରିବା ପାଇଁ ଯେଉଁ କହିଥିଲି ସେହି ହେଉଛି ଆପଣଙ୍କ ଆକ୍ନୋଲେଜମେଣ୍ଟ ନମ୍ବର। ସେହି ନମ୍ବରକୁ ରେଫରେନ୍ସ ନମ୍ବର ଜାଗାରେ ଏଣ୍ଟର କରନ୍ତୁ। ତାପରେ ଏଠାରେ ଷ୍ଟେଟ୍କୁ ସିଲେକ୍ଟ କରିକି ସର୍ଚ୍ଚ ଉପରେ କ୍ଲିକ୍ କରନ୍ତୁ। ଆପଣଙ୍କ ଭୋଟର ଡିଟେଲ୍ସ ଆସିଯିବ, OTP ଦେଇକି ତାହା ଡାଉନଲୋଡ୍ କରିପାରିବେ।